ଜଙ୍ଗଲଟି ଦେଖିବାକୁ ବହୁତ ସୁନ୍ଦର। ବାସ କରିଥାନ୍ତି ଛୋଟ ଜୀବଠୁ ଆରମ୍ଭ କରି ବଡ଼ ଜୀବ ପର୍ଯ୍ୟନ୍ତ। ଝରଣାର କଳକଳ ଶବ୍ଦରେ ମନକୁ ଶାନ୍ତି ମିଳିଥାଏ। ଜଙ୍ଗଲରେ ବାସ କରୁଥାଏ ହଳଦୀ ବସନ୍ତି ଚଢ଼େଇ। ତାର ନାମ କଇଁ। ସବୁଦିନ ସକାଳୁ ସକାଳୁ କଇଁ ବାହାରିଯାଏ ଖାଦ୍ୟ ଅନୁସନ୍ଧାନରେ। ଦିନକର କଥା, ସେ ପାଣି ପିଇବାକୁ ପୋଖରୀକୁ ଗଲା, ମାତ୍ର ବେଳା ଖରାପ ଥିବାରୁ ତାର ଗୋଡ଼ ମୁଣ୍ଡା ଶୁଖିଲା ଗଛରେ ଲାଖିଗଲା। ଘରେ ପିଲାପିଲି ଚାହିଁ ବସିଥିବେ। କ'ଣ କରିବ ବିଚାରୀ, କିପରି ପଙ୍କରୁ ବାହାରିବ? ଭଗବାନଙ୍କ ଦୟାରୁ ସେହି ସମୟରେ ଜଣେ ଗାଈଆଳ ଆସୁଥିଲା। ତାକୁ ଦେଖି କଇଁ ମନରେ ସାହସ ରଖି କହିଲା, ଓ ଗାଈଆଳ ଭାଇ, ମୋତେ ଟିକେ ଏଠୁ ବାହାର କରିଦେ, ମୋ ପିଲା ମୋତେ ଅନେଇ ବସିଥିବେ। ଗାଈଆଳ କହିଲା, ତୋତେ ସାହାଯ୍ୟ କଲେ ମୋ ଗାଈ ପଳେଇ ଯିବେ। ତୁ ତ ଉଡ଼ିଯିବୁ, ହେଲେ ମୋତେ କିଏ ସାହାଯ୍ୟ କରିବ? ଏହା କହି ସେ ଚାଲିଗଲା। କିଛି ସମୟ ପରେ ଜଣେ ମଇଁଷିଆଳ ଏହି ବାଟ ଦେଇ ଆସିଲା। ପୁନର୍ବାର କଇଁ ସାହାଯ୍ୟ ମାଗି କହିଲା, ଓ ମଇଁଷିଆଳ ଭାଇ, ମଇଁଷିଆଳ ଭାଇ ମ, ମୋତେ ଟିକେ ଏଠୁ ବାହାର କରିଦେ। ସେ କହିଲା, ମୋ ମଇଁଷି ପଳେଇ ଯିବେ, ମୋର କିଏ ଯାଉଛି। ଏହା କହି ସେ ଚାଲିଗଲା। ଏତିକି ବେଳେ ଭୋକିଲା ବିଲେଇଟି ବାହାରିଲା। କଇଁ କହିଲା, ବିଲେଇ ନାନୀ ଲୋ, ଏ ବିଲେଇ ନାନୀ, ମୋତେ ଟିକେ ପଙ୍କରୁ ବାହାର କରିଦେ। ସେ କହିଲା, କାଢ଼ିଦେବି ସିନା, ତୋତେ କିନ୍ତୁ ଖାଇଯିବି। କଇଁ କହିଲା, ଆଗ ମୋତେ କାଢ଼ିଦେ, ତାପରେ ନଈରେ ଧୋଇ ଖରାରେ ଶୁଖେଇ ଦେ, ତାପରେ ଯାଇ ଖା। ବିଲେଇ କଇଁକୁ ସେଠାରୁ ବାହାର କରିଦେଲା। କଇଁର ଡେଣା ଆଉ ପର ଯେମିତି ଶୁଖିଯାଇଛି, ସେ ଉଡ଼ିଗଲା ଗୋଟିଏ ଗଛ ଉପରକୁ। ତାପରେ କହିଲା, ମୋତେ କଟମଟ କରି କ'ଣ ଚାହୁଁଛି କିଲୋ ବିଲେଇ ନାନୀ? ଜୀବନକୁ ସମସ୍ତେ ଭଲ ପାଆନ୍ତି। ଏମିତି ଭାବରେ କାହାଣୀଟି ଶେଷ ହେଲା।